ପଞ୍ଚମ ବାଣୀ। ପଞ୍ଚମ ବାଣୀ ଜହନ ପୁସ୍ତକ 19 ପର୍ବ 28 ପଦ। ଜହନ ପୁସ୍ତକ 19 ପର୍ବ 28 ପଦ। ଜଲ୍ଦି ଆମେ ପଢିବା। ପଞ୍ଚମ ବାଣୀ କ୍ରୁଶରେ ଥାଇକି ଯୀଶୁ ଖ୍ରୀଷ୍ଟ ଯୋଉ ବାଣୀକୁ ପ୍ରକାଶ କରୁଛନ୍ତି, ପଞ୍ଚମ ବାଣୀ ସେଇଟା ହଉଛି ଜହନ ପୁସ୍ତକ 19 ପର୍ବ 28 ପଦରେ ଉଲ୍ଲେଖ କରାଯାଉଛି। କେହି ଜଣେ ପଢନ୍ତୁ ପ୍ଲିଜ। ଯୋହନ 19 ପର୍ବ 28 ପଦରେ ଏହି ପ୍ରକାର ଲେଖାଯାଏ, ଏହା ପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, ମୋତେ ତୃଷା ଲାଗୁଅଛି। ଏ, ଆମେନ୍। ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଏଇ ବିଷୟରେ ଅନେକ ଲୋକମାନେ, ଅନେକ ପ୍ରଭୁଙ୍କର ଭକ୍ତମାନେ, ଭବିଷ୍ୟତ ବକ୍ତା ମାନେ ଏଇ ବିଷୟରେ ଭବିଷ୍ୟତ ବାଣୀ କରିଥିଲେ। ଯୋଉ ମସିହ ଯିଏ ଆପଣଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ଆସିବ, ଜଗତକୁ ଉଦ୍ଧାର କରିବା ପାଇଁ ଆସିବ, ଆଉ ସେ କ୍ରୁଶରେ କ୍ରୁଶ ମୃତ୍ୟୁ ସହିଲା ବେଳେ ସେ ପ୍ରକାର ଚିତ୍କାର କରି କହିବ କଣ ଯେ ମତେ ତୃଷା ଲାଗୁଅଛି। ପଞ୍ଚମ ବାଣୀ ମତେ ତୃଷା ଲାଗୁଅଛି। ଏଥିପାଇଁ ଟିକେ ପୂର୍ବ କଥା ମୁଁ କହିବା ପାଇଁ ଚାହିଁବି। ମାନସିକ ଯନ୍ତ୍ରଣା, ରାତି ସାରା କିଛି ଖାଇନାହାନ୍ତି, ଏଇ ଜାଗାରୁ ସେ ଜାଗା ଯାଉଛନ୍ତି, ରକ୍ତ ଚାଲି ଯାଉଛି, ତଣ୍ଟି ଶୁଖୁଛି, ଲୋକମାନଙ୍କର ନିନ୍ଦାର ବାଣୀ ସବୁବେଳେ କାନରେ ଆସୁଛି। ଯିଏ କହିଲେ କ୍ରୁଶରେ ଚଢାଅ, ଯିଏ କହିଲେ ଇଏ ମାନେ ଗୋଟେ ଭୁଲ ଶିକ୍ଷା ଦେବାର ବ୍ୟକ୍ତି, କି ଯାହା ଯାହା ମୁଖରେ ଆସୁଛି ସେ ପ୍ରକାର ନିନ୍ଦା କରୁଛନ୍ତି। କେବଳ ଶରୀରର ଯନ୍ତ୍ରଣା ତାହା ନୁହେଁ, ମନରେ ମଧ୍ୟ ଯନ୍ତ୍ରଣା ହଉଛି। ମନରେ ମଧ୍ୟ ଯନ୍ତ୍ରଣା ହଉଛି, ତଣ୍ଟି ଶୁଖି ଯାଉଛି, ଦୁଃଖ କଷ୍ଟ, ବୁଳା ବୁଳା ମାଂସ ଶରୀରରୁ ବାହାରି ଯାଇଛି, ଶାରୀରିକ ଭାବରେ ଯନ୍ତ୍ରଣା। ଆମେ ଯଦି କୌଣସି ଏକ ଟିକେ ଥକି ଯାଇଥିବା ପରି କାର୍ଯ୍ୟ କରୁ, ଆମମାନଙ୍କ ପାଟି ଶୁଖିଯାଏ, ଆମଙ୍କର ଜିଭ ଶୁଖିଯାଏ। ଟିକେ ମନେ ପକାନ୍ତୁ ସେ ଧନୀ ଲୋକର କଥା, ଯୋଉ ଲୋକ ଦନ୍ତର କିଡି ମିଡେଇବା ଜାଗାରେ, ସେଇଟା ନର୍କ ନଥିଲା, ସେଇଟା ନର୍କ ନଥିଲା, କିନ୍ତୁ ଦନ୍ତର କିଡି ମିଡେଇବା ସ୍ଥାନ ଥିଲା, ଯନ୍ତ୍ରଣାତ୍ମକ ସ୍ଥାନ ଥିଲା, ଯୋଉଟା ଉତ୍ତାପ ଅଧିକ ଅଟେ, ଜଳ ଜଳନ୍ତା ମାନେ ଜଳ ଜଳ ବା ଅଗ୍ନିର ଦଗ୍ଧତାକୁ ଆମେ ଅନୁଭବ କରିପାରୁ। ସେ ଜାଗାରେ ସେ ଚିତ୍କାର କରୁଛି, ମତେ ଟିକେ ଆଙ୍ଗୁଳିରେ ଟିକେ ଯଦି ଗୋଟେ ଠୋପା ବି ପାଣି ପକେଇଦେବେ, ତେବେ ମୁଁ ପରିତୃପ୍ତ ହେବି। ଚିନ୍ତା କରନ୍ତୁ ସେଟା କି ପ୍ରକାର ଶୋକା, କି ପ୍ରକାର ଶୋକ ଲାଗୁଥିବ, କି ପ୍ରକାର ତୃଷା ଲାଗୁଥିବ, କି ପ୍ରକାର ଶୋଷ ଲାଗୁଥିବ, ସେ କଥା ଚିନ୍ତା କରନ୍ତୁ। ଏବେ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ପାଇଁ, ମୋ ପାଇଁ, ଏଇ ଜଗତର ଲୋକମାନଙ୍କ ପାଇଁ ସେଇ କଥା ଅନୁଭବ କରୁଛନ୍ତି। କଷ୍ଟ ଉପରେ କଷ୍ଟ, ରକ୍ତ ବୋହି ଯାଉଛି, ରକ୍ତ ବୋହି ଯାଉଛି। ଯେମିତି ମୁଁ କହିଲି, ବ୍ଲଡ ଯଦି ଅଧିକ ଚାଲିଯାଏ ତେବେ ମୁଣ୍ଡ ବୁଲେଇବା ପାଇଁ ଆରମ୍ଭ କରେ। କେତେ ଥର ଯୀଶୁ ଖ୍ରୀଷ୍ଟ ପଡିଥିବେ, ପୁଣି କାଠ ଧରିକିରି, ଓଜନିଆ କାଠ ଧରିକିରି ସେ ପାହାଡକୁ ଚଢୁଛନ୍ତି। ଖପୁରୀ ସ୍ଥଳ ବୋଲି ଏଥିପାଇଁ କୁହାଯାଉଛି, ପାହାଡିଆ ପଥରିଆ ଭୂମି। ଏକ ଶାରୀରିକ ଯନ୍ତ୍ରଣାକୁ ସେ ଅନୁଭବ କରୁଛନ୍ତି। କ୍ରୁଶର ମୃତ୍ୟୁ ଈଶ୍ୱରଙ୍କ ଅନୁସାରେ ନୁହେଁ, କ୍ରୁଶର ମୃତ୍ୟୁ ଏକ ଶାରୀରିକ ଭାବରେ ପ୍ରଭୁ ଯନ୍ତ୍ରଣା ଭୋଗୁଛନ୍ତି ଆଉ ମୃତ୍ୟୁକୁ ସହୁଛନ୍ତି। ସେତେବେଳେ ସେ ଭବିଷ୍ୟତ ବକ୍ତା ମାନଙ୍କର କଥାକୁ ସଫଳ କରିବା ପାଇଁ ସେ କହୁଛନ୍ତି, ମତେ ତୃଷା ଲାଗୁଛି। ଆମେ ଟିକେ ଅନୁଭବ କରୁ, ଆମର ତଣ୍ଟି ଶୁଖିଛି। ଅନେକ ଥର ଆମେ ଏ ବିଷୟକୁ ଅନୁଭବ କରିଥିବା, କଷ୍ଟର ସହିତ ଯାଉଥିବା ବେଳେ, ଦୁଃଖର ସହିତ ଯାଉଥିବା ବେଳେ, ଯନ୍ତ୍ରଣାର ସହିତ ଯାଉଥିବା ବେଳେ ଆମେ ଟିକେ କେତେ କାକୁତି ହେବା ଯେ ଆମକୁ ଟିକେ ପାଣି ଦରକାର। ଆଉ ପ୍ରଭୁ କହୁଛନ୍ତି, ମତେ ତୃଷା ଲାଗୁଛି। ସେଇ ଯୀଶୁ ଖ୍ରୀଷ୍ଟ ଯୋହନ ପୁସ୍ତକ 4 ପର୍ବରେ କହୁଛନ୍ତି, ଯଦି ତମେ ମତେ ଜାଣିଥାନ୍ତ ମୁଁ କିଏ, ତେବେ ମତେ ତମେ ପାଣି ମାଗିଥାନ୍ତ, ଆଉ ଏ ପ୍ରକାରକୁ ମୁଁ ଯାଏ ଜଳ ଦେଇଥାନ୍ତି ଯାହା କେବେ ମଧ୍ୟ ସମାପ୍ତ ହେଇନଥାନ୍ତା। ମୁଁ ଜୀବନଦାୟକ ଜଳ। ଆଜି ସେଇ ପ୍ରଭୁ ତୃଷାରେ ଅଛନ୍ତି, ଆଉ ସେ କହୁଛନ୍ତି ମତେ ତୃଷା ଲାଗୁଛି। ଏଥିପାଇଁ ସେ ତୃଷିତ ହେଲେ ତାକି ଆପଣ ଏବଂ ମୁଁ ପରିତୃପ୍ତ ହେଉ। ଏଥିପାଇଁ ସେ ତୃଷିତ ହେଲେ ତାକି ଆପଣ ମୁଁ ଅନନ୍ତ କାଳ ପର୍ଯ୍ୟନ୍ତ ଆମେ ପରିତୃପ୍ତ ହଉ। ଯୋଉ ବ୍ୟକ୍ତି ପରିତୃପ୍ତ ହେବା ପାଇଁ ଚାହାନ୍ତି, ଯୋଉ ବ୍ୟକ୍ତି ପ୍ରକୃତରେ ଅନନ୍ତ କାଳ ଜଳକୁ ପାଇବା ପାଇଁ ଚାହାନ୍ତି, ଜୀବନଦାୟକ ଜଳକୁ ପାଇବା ପାଇଁ ଚାହାନ୍ତି, ଲିଭିଂ ୱାଟରକୁ ପାଇବା ପାଇଁ ଚାହାନ୍ତି, ପରିତୃପ୍ତ ହେବା ପାଇଁ ଚାହାନ୍ତି, ସେ ବ୍ୟକ୍ତି ଏଇ ଯୀଶୁଙ୍କ ନିକଟକୁ ଆସନ୍ତୁ, ଯେ କ୍ରୁଶରେ ଥାଇକି ପଞ୍ଚମ ଥର ବାଣୀ କହୁଛନ୍ତି, ପଞ୍ଚମ ବାଣୀ କହୁଛନ୍ତି, ମତେ ତୃଷା ଲାଗୁଛି। ସେ ନିଜେ ତୃଷିତ ହେଲେ ତାକେ ଆପଣଙ୍କୁ ମତେ ପରିତୃପ୍ତ କରିପାରିବେ। ତେବେ ସେଇ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତୁ। ଅନନ୍ତ
ଏବଂ ଜୀବନ୍ତ ଜଳକୁ ପାନ କରନ୍ତୁ ଏବଂ ପରିତୃପ୍ତ ହୁଅନ୍ତୁ। ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶରେ ଥିବାର ପଞ୍ଚମ ବାଣୀ ଅଟେ।